ପ୍ରେମ ଚଢ଼େଇର ଦୁଇଟି ଟେଣା ଗୋଟେ ତୁ ଗୋଟେ ଭିକାରୀ। ଭାଇ ଯେତେବେଳେ ନୂଆ ନୂଆ ପ୍ରେମ କରୁଥିବ ଏଇଭଳି ଲାଗିଲେ ନାହିଁ ଭାଇ ତମେ ହିଁ ସ୍ୱର୍ଗ ମୋର ତମେ ଦେବତା ମୋର, ମାନେ ଯେମିତି ସିଏ ସବୁକିଛି। କିନ୍ତୁ ଯେତେବେଳେ ପ୍ରେମ କିଛି ଦିନ ବିତି ଚାଲିବ, କିଛି ଦିନ ଗଡ଼ି ଚାଲିବ, ବର୍ଷ ପରେ ବର୍ଷ ଗଡ଼ି ଚାଲିବ, ସେତେବେଳେ ଆସିବ ଅସଲ ରୂପ ପ୍ରେମର। କହିବାର ତାତ୍ପର୍ଯ୍ୟ ଏଇଆ ଯେ ଭଲ ପାଅ ଠିକ୍ ଅଛି, କିନ୍ତୁ ସଠିକ୍ ଝିଅ ଦେଖି ଭଲ ପାଅ। ତୁମେ ମାନେ ଜାଣିବ କେମିତି ଯେ ସଠିକ୍ ଝିଅ କିଏ, ତାର ବି କିଛି କାହାଣୀ ଥିବ। ଆଜିର ଭିଡ଼ିଓରେ ମୁଁ ଆପଣମାନଙ୍କୁ କିଛି ଟିପ୍ସ ବତାଇବି ଯେଉଁଟାକି ତୁମ କ୍ୟାରିୟର ଉପରେ ଯଦି ତୁମେ ଫଲୋ କରିବ ତାହେଲେ ନିଶ୍ଚିତ ରୂପରେ ଆଗକୁ ବଢ଼ିପାରିବ। ଏକଥା ମୁଁ କହୁନାହିଁ, ଏହା ଚାଣକ୍ୟ ନୀତିରୁ ଆସିଛି। ଚାଲନ୍ତୁ ବିନା ଡେରି କରି ଭିଡ଼ିଓକୁ ଷ୍ଟାର୍ଟ କରିବା। ତା ପୂର୍ବରୁ ଆମ ଭିଡ଼ିଓକୁ ଲାଇକ୍ ଟିକେ କରିଦିଅନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ ଟିକେ କରିଦିଅନ୍ତୁ। ଦିନକର ଘଟଣା, ଗୋଟାଏ ଗ୍ରାମରେ ଜଣେ ପୁଅଟିଏ ରହୁଥିଲା। ପୁଅଟିର ନାମ ଥିଲା ରାଜୁ। ସେ ଗୋଟାଏ ଝିଅଟିକୁ ଭଲ ପାଉଥିଲା ସ୍କୁଲ ସମୟରୁ। ଝିଅଟିର ନାମ ଥିଲା ରାନୀ। ରାଜୁ ରାନୀକି ବହୁତ ଭଲ ପାଉଥିଲା। ସେତେବେଳେ ସ୍କୁଲର ସମୟ, ବାପାଙ୍କ ପଇସାରୁ ରାନୀ ବି ଚଳୁଛି, ରାଜୁ ବି ଚଳୁଛି। ମନେ ମନେ ବହୁତ ଉତ୍କଣ୍ଠା ଦୁଇ ଜଣଙ୍କ ପ୍ରତି। ସମୟ ବିତି ଚାଲିଗଲା, ସ୍କୁଲ ସରିଲା, କଲେଜ ସରିଲା। ତାପରେ ଯେତେବେଳେ ଟଙ୍କା ଉପାର୍ଜନର ସମୟ ଆସିଲା, ସେତେବେଳେ ଆସିଲା ପ୍ରେମର ଅସଲ ରୂପ। କହିବାର ମାନେ ଏଇଆ, ପ୍ରଥମେ ତ ରାଜୁ ରାନୀ ସହିତ କଥା ହେଲେ ତାକୁ ତା ସହିତ ଦେଖା ନ କଲେ ରହିପାରୁନଥିଲା। ରାନୀ ଯଦି ରାଜୁ ସହିତ ଦେଖା ନ କରିବ ରାନୀ କାନ୍ଦି ପକାଉଥିଲା। କିନ୍ତୁ ସମୟ ପରେ ସମୟ ବିତି ଚାଲିଲା। ଯେତେବେଳେ ରାଜୁ ଟଙ୍କା ଉପାର୍ଜନ କରିପାରିଲା ନାହିଁ, ସେତେବେଳେ ଆରମ୍ଭ ହେଲା ଅସଲ ଝଗଡ଼ା ଦୁଇ ଜଣଙ୍କ ଭିତରେ। ଏପଟେ ଏ କହୁଛି ଯଦି ଟଙ୍କା ଉପାର୍ଜନ କରିପାରୁନଥିଲ ତାହେଲେ ମୋତେ ଭଲ ପାଉଥିଲ କ'ଣ ପାଇଁ? କିଏ କହୁଛି? ରାନୀ କହୁଛି ରାଜୁକୁ। ରାଜୁ କହୁଛି ଆରେ ମୁଁ ତ ତୁମକୁ ଭଲ ପାଇଥିଲି, ତୁମେ ମୋତେ ଭଲ ପାଇଛ ନା ମୋ ଟଙ୍କାକୁ ଭଲ ପାଇଛ? ରାନୀ କହୁଛି ଭଲ ପାଇବା ଜାଗାର, କିନ୍ତୁ ପଇସା ଜାଗାର। ଯଦି ଟଙ୍କା ଇନକମ୍ କରିପାରୁନ, ଯଦି ଟଙ୍କା ଇନକମ୍ କରିବାର ଅକାତ ନାହିଁ, ତାହେଲେ ଭଲ ପାଉଥିଲ କ'ଣ ପାଇଁ? ଯଦି ମୋର ଗୁଜୁରାଣ ମେଣ୍ଟେନ୍ କରିବାର ଅକାତ ନାହିଁ, ତାହେଲେ ମୋତେ କ'ଣ ପାଇଁ ଭଲ ପାଉଥିଲ? ଏହିପରି ଭାବରେ ଦୁଇ ଜଣଙ୍କ ଭିତରେ ବହୁତ ଝଗଡ଼ା ଝାଣ୍ଟି ଚାଲିଲା। କିଛି ଦିନ ଗଲା ପରେ ଦୁଇ ଜଣଙ୍କର ବ୍ରେକଅପ୍ ମଧ୍ୟ ହୋଇଗଲା। ତାପରେ ରାନୀ ଆଉ କାହାକୁ ବିବାହ କରି ଚାଲିଗଲା ଗୋଟେ ସରକାରୀ ଚାକିରିଆ ଦେଖିକି। ରାଜୁ ସେହିପରି ରହିଗଲା। ତ କହିବାର ତାତ୍ପର୍ଯ୍ୟ ଏଇଆ, ଏହା କେବଳ ଭାଇମାନଙ୍କ ପାଇଁ ମୁଁ କହୁଛି। ଭଉଣୀମାନେ ଯଦି ଶୁଣୁଥିବେ ତାହେଲେ ଆପଣ ବି ଟିକେ ମନ ଦେଇ ଶୁଣନ୍ତୁ। ଏହା କେବଳ ଭାଇମାନଙ୍କ ପାଇଁ କହୁଛି। ଭଲ ପାଆନ୍ତୁ ଭାଇ ଠିକ୍ ଅଛି, କିନ୍ତୁ ତା ପୂର୍ବରୁ ନିଜର କ୍ୟାରିୟର ସେଟ୍ କରନ୍ତୁ। ଯଦି ତୁମର କ୍ୟାରିୟର ସେଟ୍ ନାହିଁ ନା, ତାହେଲେ ତୁମ ପାପାର ପରିକୁ ସରକାରୀ ଚାକିରିବାଲା ଉଠେଇ ନେଇ ଚାଲିବ। ଭାଇ ପକେଟରେ ଯଦି ଧନ ଥିବ ନା, ତୁମେ ସମସ୍ତଙ୍କର ଭଲ, ତୁମେ ଘରର ଭଲ, ତୁମେ ସାଙ୍ଗମାନଙ୍କର ଭଲ, ତୁମେ ନିଜର ଗର୍ଲଫ୍ରେଣ୍ଡର ଭଲ, ନିଜର ଗର୍ଲଫ୍ରେଣ୍ଡ ବାପାର ବି ଭଲ, ନିଜର ଗର୍ଲଫ୍ରେଣ୍ଡ ମାଆର ବି ଭଲ। ଯଦି ପକେଟରେ ଟଙ୍କା ନାହିଁ ନା, ତ ପ୍ରେମ ଯାଉ ଭାଡ଼ ମେ, ଭଲ ପାଇବା ଯାଉ ଭାଡ଼ ମେ। ବୁଝିପାରିଲ ତ? ସେଥିପାଇଁ ଆପଣଙ୍କୁ ଗୋଟାଏ ନିବେଦନ ରହିଲା, ସର୍ବପ୍ରଥମେ ନିଜର କ୍ୟାରିୟର କେମିତି ସେଟ୍ କରିବ ସେ ବିଷୟରେ ଚିନ୍ତା କର। ଆଉ ଗୋଟେ କଥା ମନେ କରୁଥିବ ନା, ଯେତେବେଳେ କ୍ୟାରିୟର ସେଟ୍ କରିବା ସମୟ ନା, ସେତେବେଳେ ଝିଅକୁ ନିଜ ଲାଇଫକୁ ଆଣିବନି। ଆରେ ଝିଅ ତ ହଜାରେ ମିଳିବେ, କିନ୍ତୁ ନିଜର କ୍ୟାରିୟର ସେଟ୍ ହେଇଥିବା ଦରକାର। କାରଣ ନା, ବାପ ଖୋଜ ଯଦି ଭାଙ୍ଗା ସ୍କୁଟର ଥିବ ଚଳିବ, କିନ୍ତୁ ଟୁକା ଦରକାର KTM ବାଲା। ବୁଝିପାରୁଛ ତ? ଝିଅ ବାପର ଭାଙ୍ଗା ସ୍କୁଟର ଥାଉ ବାପର ଚଳିଯିବ, କିନ୍ତୁ ଝିଅ ବାପ ଯେ ପୁଅକୁ ଝିଅଟା ଦେବ, ସେ ପୁଅର ଯେମିତି ବୁଲେଟ୍ ନହେଲେ KTM ଥିବା ଦରକାର, ନହେଲେ ଚଳିବନି। ବୁଝିପାରିଲ? ନିଜ ଘର ପାଖରେ ଯଦି 10 ଟଙ୍କିଆ ସାବୁନରେ ଗାଧୋଉଦେବେ ନା, ଆସିକି ତୁମ ପାଖରେ କହିବେ ମୁଁ 100 ଟଙ୍କା ସାବୁନରେ ଗାଧେ। ତ ସେଥିପାଇଁ ଭାଇ ଗୋଟେ କଥା କହୁଛି, ନିଜ କ୍ୟାରିୟର ସେଟ୍ କର, ଟଙ୍କା କେମିତି ଇନକମ୍ କରିବ ତା ପଛରେ ଗୋଡ଼ାଅ। ଆଉ ଯେଉଁ ବହୁତ ଲୋକ ବହୁତ କଥା କହିବେ ଯେ ତୁମେ ସେ କାମ କେନ କରୁଛ, ଖରାର କାମ କରୁଛ, ଏ କାମ କରୁଛ, ସେ କାମ କରୁଛ। ଭାଇ ଦେଖ, କାମ ତୁମେ କରିବ, ତୁମକୁ ଯେଉଁଟା ଭଲ ଲାଗୁଛି ତୁମେ କର। ଲୋକ କଥାରେ ଯଦି ତୁମେ ନିଜ କାମକୁ ଗୁଇଠା ମାରି ଆଉ ଗୋଟେ କାମକୁ ପଳେଇବ ନା, ତାହେଲେ ନିଜେ ଫସିଯିବ। କାରଣ ତୁମେ ଜାଣିଛ ତୁମର ସାହସ କେତେ, ତୁମର ଅକାତ କେତେ, ତୁମର ଏବିଲିଟି କେତେ। ତୁମେ ନିଜ ଏବିଲିଟି ଅନୁସାରେ କାମ କରିପାରିବ। ହଁ ଠିକ୍ ଅଛି, ସେଇଟା ବର୍ତ୍ତମାନ ଭଲ କାମ ମିଳୁନି, ଭଲ ବିଜନେସ୍ ତୁମେ ଷ୍ଟାର୍ଟ କରିପାରୁନ, ପାଖରେ ସଫିସିଏଣ୍ଟ ଟଙ୍କା ନାହିଁ, ଆରେ ଟେନସନ୍ ନେବା ନାହିଁ। ସବୁ ଉପଯୁକ୍ତ ସମୟ ପାଇଁ ଅପେକ୍ଷା କର, ସମୟ ଆସିଲେ ସବୁ କିଛି ଠିକ୍ ହେଇଯିବ। ତ ଭାଇ ଭଲ ପାଅ ଠିକ୍ ଅଛି, କିନ୍ତୁ ନିଜ କ୍ୟାରିୟର ଉପରେ ଚିନ୍ତା କର, କ୍ୟାରିୟରକୁ କେମିତି ସକ୍ସେସ୍ କରିବ।
ଆଉ ଯଦି ଆମ ଭିଡ଼ିଓଟି ଭଲ ଲାଗିଥିବ ତାହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅ। ବିଦାୟ ଦିଅନ୍ତୁ, ଦେଖା ହେବ ଅନ୍ୟ ଏକ ଭିଡ଼ିଓରେ। ଜୟ ଜଗନ୍ନାଥ।